नमस्कार फ्रेंड्स आपण मानक रानी क्रिएशन यूट्यूब चैनल रे स्वागतम एवं शुभकामना फ्रेंड्स। आज मु आपण मानक एमितिका गोटे चमत्कारी मंत्र विषय रे कहबाकू जाउछि। ସେହି ମନ୍ତ୍ରଟିକୁ ଆପଣମାନେ ଦିନରେ ଥରେ ମାତ୍ର କହିଦେବେ। ତାପରେ ଦେଖିବେ ଆପଣମାନଙ୍କର ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହେଇଯିବ। ଆପଣମାନେ ଜାଣିଛନ୍ତି ଧରାପୃଷ୍ଠରେ ଅନେକ ଗୁଡ଼ିଏ ଅସମ୍ଭବ କାର୍ଯ୍ୟ ଲାଗି ରହିଥାଏ, ଯେଉଁଟାକି ଆମେମାନେ ବହୁତ ଚେଷ୍ଟା କରିବା ସତ୍ତ୍ୱେ ବି ସମ୍ଭବ ହୋଇନଥାଏ। କିନ୍ତୁ ଏହି ମନ୍ତ୍ରର ଚମତ୍କାରୀ ଗୁଣ ଯୋଗୁଁ ଆମର ଅସମ୍ଭବ କାର୍ଯ୍ୟ ବି ବେଳେବେଳେ ସମ୍ଭବ ହେବାକୁ ଲାଗିଥାଏ। ଏହି ପୃଥିବୀ ପୃଷ୍ଠର ସମସ୍ତ ଲୋକମାନେ ସବୁବେଳେ ଚାହାନ୍ତି କି ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହେଇଯାଉ। କେହି ବି ଚାହାନ୍ତିନି କି ସବୁ କାର୍ଯ୍ୟ ସେମିତି ଅସମ୍ପୂର୍ଣ୍ଣ ହୋଇ ରହିଥାଉ। ଆଜିକାଲିର ଦୁନିଆରେ କେହି ବ୍ୟକ୍ତି କଷ୍ଟ କରିବାକୁ ନାରାଜ, କିନ୍ତୁ କଥାରେ ଅଛି ପରା କଷ୍ଟ କଲେ କିଷ୍ଟ ମିଳେ। ଆମେମାନେ ଯଦି କଷ୍ଟ ନ କରିବା ତେବେ ଆମେମାନେ ଭଲ ଫଳ ପାଇବା ନାହିଁ। କିନ୍ତୁ କଷ୍ଟ କରିବା ସଙ୍ଗେ ସଙ୍ଗେ ଏହି ମନ୍ତ୍ରଟିକୁ ବୋଲିଦେଲେ କିଛିଟା କଷ୍ଟ କାନ୍ତି ସହଜ ହୋଇଯିବ। ଦେଖିବେ ଯେଉଁ କାର୍ଯ୍ୟଟି ଆପଣମାନଙ୍କୁ 5ରୁ 10 ଦିନ ହେଇଯାଉଛି ଏବଂ କାର୍ଯ୍ୟଟି ସମ୍ଭବ ହେଉନାହିଁ, ସେହି ମନ୍ତ୍ରଟିକୁ ଉଚ୍ଚାରଣ କରି ଦେଖିବେ ଆପଣମାନଙ୍କ କାର୍ଯ୍ୟ ଗୋଟିଏ ଦିନ ମଧ୍ୟରେ ହୋଇଯିବ। ତେଣୁକରି ଫ୍ରେଣ୍ଡସ୍, ଆପଣମାନେ ଚେଷ୍ଟା କରିବେ ଏହି ମନ୍ତ୍ରଟିକୁ ଉଚ୍ଚାରଣ କରିବା ପାଇଁ। କିନ୍ତୁ ମୁଁ କହିବିନି କି ଆପଣମାନେ ସଦାବେଳେ ଏହି ମନ୍ତ୍ରଟିକୁ ଉଚ୍ଚାରଣ କରିବେ ଏବଂ ସେମିତି କଷ୍ଟ କିଛି ବି କରିବେନି। ତାହା ଆପଣମାନଙ୍କ ପାଇଁ ବହୁତ ଖରାପ ହେଇଯିବ। ଭଗବାନ ଆମମାନଙ୍କୁ ଦୁଃଖ କ'ଣ ପାଇଁ ଦେଇଥାନ୍ତି ଜାଣିଛନ୍ତି କି? କାହିଁକି ନା ଆମେମାନେ ଦୁଃଖ କଷ୍ଟରୁ ଅନେକ କଥା ଶିଖିଥାଉ। ତେଣୁକରି ଅତିରିକ୍ତ କଷ୍ଟ କାର୍ଯ୍ୟ ଥିଲେ ଏହି ମନ୍ତ୍ରଟିକୁ ବୋଲିବା, ଯାହାଫଳରେ ଆମର କାର୍ଯ୍ୟ ସମ୍ଭବ ହେବ। ମୁଁ ଆପଣମାନଙ୍କୁ କହିପାରିବିନି କି ଯେ ଏହି ମନ୍ତ୍ରଟି ଆପଣମାନଙ୍କର ସବୁ କାର୍ଯ୍ୟରେ ସମ୍ଭବ ହେଇଯିବ। କାହିଁକି ନା ସବୁ ମନ୍ତ୍ରକୁ ଆମେମାନେ ଯଦି ବିଶ୍ୱାସର ସହିତ କରିବା ତେବେ ସେହି ମନ୍ତ୍ର ଗୁଡ଼ିକ ବହୁତ ହେଲ୍ପଫୁଲ୍ ହେବ। କାହିଁକି ନା ବିଶ୍ୱାସ ହିଁ ଆସ୍ଥା। ଦୁନିଆରେ ବିଶ୍ୱାସ ନାହିଁ ତ କିଛି ନାହିଁ। ତା ବୋଲି ମୁଁ କହିପାରିବି କି ଯେ କି ଆପଣମାନଙ୍କ ବିଶ୍ୱାସରେ ମୁଁ ବିଶ୍ୱାସଘାତକତା କରୁଛି। ମୋ ଉପରେ ବିଶ୍ୱାସ ରଖନ୍ତୁ, ମନ୍ତ୍ରଟିକୁ ବୋଲନ୍ତୁ, ତାପରେ ଦେଖିବେ ଚମତ୍କାର। ବେଶୀ କିଛି ମୁଁ କହିବା ପାଇଁ କି ଚାହୁଁନାହିଁ। ମନ୍ତ୍ରଟିକୁ ଷ୍ଟାର୍ଟ କରୁଛି। ଓଁ ଏଇ ହିଂ ହିଂ ଶ୍ରୀ ଶ୍ରୀ ଫଟ୍ ସ୍ୱାହା। ଓଁ ଏଇ ହିଂ ହିଂ ଶ୍ରୀ ଶ୍ରୀ ଫଟ୍ ସ୍ୱାହା। ଓଁ ଏଇ ହିଂ ହିଂ ଶ୍ରୀ ଶ୍ରୀ ଫଟ୍ ସ୍ୱାହା। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍, କମେଣ୍ଟ ଏବଂ ବେଲ୍ ଆଇକନ୍କୁ କ୍ଲିକ୍ କରିବାକୁ ଜମାରୁ ଭୁଲିବେନି। ରହୁଛି, ଧନ୍ୟବାଦ।